पतरोहश्च कृपा सिन्धुभैव च पतितानं पावनेभ्यो वैष्णवेभ्यो नमो नमः। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। मुखं करोति वाचालं लंघयति गिरिं यत्कृपातमहं वन्दे परमानंद माधव श्री गुरु दिनतारिणम श्री चैतन्येश्वरम। तो भगवान तांकर विभिन्न विभूतिर कथा वर्णना करछन्ति। आज आम शुणिया 35 नंबर श्लोक। बृहत् बृहत् साम तथा सामना गायत्री छंदसाम अहम मासानं मार्गशीर्षम् अमृतानं अहम ऋतां मार्गशीर्षम् ऋतूनां कुसुमाकरः। तो बृहत् साम साम नाम समवेत संगीतर गायत्री छंदसा समस्त कवितार मध्यरे अहम मु मासानां मासमानंकर मध्यरे मार्गशीर्ष नवेम्बर डिसेम्बर मास मार्गशीर्ष अहम मु ऋतूना समस्त ऋतु मध्यरे कुसुमाकर बसंत ऋतु स्तोत्र मान मध्य मु बृहत् साम अटे। बृहत् साम तथा सामनाम सामना माने सामवेदर संगीत सामवेदर संगीत हଉଛି ଶ୍ରେଷ୍ଠ। ସେଇଟା ହଉଛି ଭଗବାନ କୃଷ୍ଣଙ୍କର ପ୍ରତିନିଧିତ୍ୱ କରୁଛି। ବୃହତ୍ ସାମ ତଥା ସାମନାମ। ତାପରେ ଗାୟତ୍ରୀ ଛନ୍ଦ ମାନଙ୍କ ମଧ୍ୟରେ ବ୍ରାହ୍ମଣଙ୍କ ଦ୍ଵାରା ଦୈନିକ ଗାନ କରାଯାଉଥିବା ଗାୟତ୍ରୀ ମନ୍ତ୍ର ସେ ହଉଛି ଛନ୍ଦ ବା ଗାନ ଗୀତ। ସେଠି ବର୍ଣ୍ଣନା କରାହେଲା ଛନ୍ଦସଂ ଗାୟତ୍ରୀ ଛନ୍ଦସଂ ଅହମ୍ ବୃହତ୍ ସାମ ତଥା ସାମ୍ନାମ୍ ଗାୟତ୍ରୀ ଛନ୍ଦସାମ୍ ଅହମ୍ ମାସାନଂ ମାର୍ଗଶୀର୍ଷ। ମାସ ମାନଙ୍କ ମଧ୍ୟରେ ମୁଁ ମାର୍ଗଶୀର୍ଷ ମାସ ଆଉ ଋତୁ ମାନଙ୍କ ମଧ୍ୟରେ ମୁଁ କୁସୁମାସବ ମାନେ ବସନ୍ତ ଋତୁ ତ ବସନ୍ତ ଋତୁ କଥା ବର୍ଣ୍ଣନା କରାହଉଛି। ବସନ୍ତ ହଉଛି ଋତୁରାଜ, ସେଥିପାଇଁ କୁହାଯାଏ ଋତୁରାଜ। ପୂର୍ବରୁ ସଙ୍ଗୀତ ମାନଙ୍କ ବେଦ ଭିତରେ ମୁଁ ସାମବେଦ ଆଗରୁ କୁହାଯାଇଛି, କିନ୍ତୁ ଏଠି ବେଦରେ ସଙ୍ଗୀତ ରହିଛି। ସଙ୍ଗୀତର ମଧ୍ୟରେ ସାମବେଦ ବର୍ଣ୍ଣିତ ସଙ୍ଗୀତ ହଉଛି ମୁଁ। ଏ ସଙ୍ଗୀତ ମାନଙ୍କ ମଧ୍ୟରେ ଗୋଟେ ସୁନ୍ଦର ସଙ୍ଗୀତ ହଉଛି ବୃହତ୍ ସାମ। ତାକୁ କୁହାଯାଏ ବୃହତ୍ ସାମ। ଏହାର ସ୍ୱର ଅତି ସୁନ୍ଦର ଏବଂ ଏହା ଅର୍ଦ୍ଧରାତ୍ରିରେ ଗାନ କରାଯାଏ। ସଂସ୍କୃତରେ ପଦ୍ୟ ରଚନାର କେତେକ ନିୟମ ଅଛି। ଛନ୍ଦ, ରାଗ, ରାଗିଣୀ, ମନ ଇଚ୍ଛା ଆଜିକାଲି ଯେପରି କରାଯାଉ ସେପରି ରଚନା କରାଯାଏ। ଛନ୍ଦବୋଧ କବିତା ମଧ୍ୟରେ ଗାୟତ୍ରୀ ମନ୍ତ୍ର ଗାନ କରାଯାଏ। ଶ୍ରୀମଦ୍ ଭାଗବତମରେ ଗାୟତ୍ରୀ ମନ୍ତ୍ରର ବର୍ଣ୍ଣନା ଅଛି। ଭଗବତ ଅନୁଭୂତି ଲାଭ ନିମିତ୍ତ ଗାୟତ୍ରୀ ମନ୍ତ୍ରର ଆବଶ୍ୟକତା ଅଛି। ତେଣୁ ଏହା ଭଗବାନଙ୍କର ପ୍ରତିନିଧି କରେ। ଗାୟତ୍ରୀ ମନ୍ତ୍ର ଆଧ୍ୟାତ୍ମିକତା ଦିଗରେ ଅଗ୍ରଗତି କରିଥିବା ବ୍ୟକ୍ତିମାନେ ଏହା ଜପ କରନ୍ତି। ଯେତେବେଳେ ବ୍ୟକ୍ତି ମନ୍ତ୍ର ଜପ କରି ସଫଳ ହୁଏ, ସେତେବେଳେ ସେ ଭଗବାନଙ୍କ ଦିବ୍ୟ ସ୍ତରରେ ପ୍ରବେଶ ଲାଭ କରିପାରେ। ଗାୟତ୍ରୀ ମନ୍ତ୍ର ଜପ କରିବାକୁ ହେଲେ ବ୍ୟକ୍ତିକୁ ପ୍ରଥମ କିନ୍ତୁ ଯୋଗ୍ୟତା ହାସଲ କରିବାକୁ ହେବ। ବ୍ୟକ୍ତି ପ୍ରଥମେ ସତ୍ୱଗୁଣର ଅଧିକାରୀ ହେବା ଉଚିତ।
ବୈଦିକ ସଭ୍ୟତାରେ ଗାୟତ୍ରୀ ମନ୍ତ୍ରର ବିଶେଷତ୍ୱ ଅଛି। ଏହା ବ୍ରହ୍ମାଙ୍କର ଧ୍ୟାନ ଅବତାର ବୋଲି ବିବେଚିତ ହୁଏ। ଗାୟତ୍ରୀ ଶ୍ରୀ ବ୍ରହ୍ମାଜୀ ଏହାର ଆରମ୍ଭକର୍ତ୍ତା ଅଟନ୍ତି ଏବଂ ଏହା ତାଙ୍କଠାରୁ ଗୁରୁ ଶିଷ୍ୟ ପରମ୍ପରା କ୍ରମରେ ପ୍ରାପ୍ତ ହୋଇଛି। ଏହି ଭାବରେ ପ୍ରଭୁପାଦ ଗାୟତ୍ରୀ ସମ୍ପର୍କରେ କିଛି ଧ୍ୟାନ ଦେଲେ। ଏଇ ଖାଲି ଗାୟତ୍ରୀ ନେଇକି ଗୋଟେ ବିରାଟ ବଡ ଗ୍ରନ୍ଥ ସଚିନନ୍ଦନ ମହାରାଜ ସେ ଇଂରାଜୀରେ ରଚନା କରିଛନ୍ତି। ଜାଣିନା ସେଟା ବଙ୍ଗଳାରେ ବାହାରିଛି କି ନାହିଁ, ନାମହଟ୍ଟା ମାନେ ମିଳିବ ଏଥିବ ବଙ୍ଗଳାରେ। ଯେଉଁମାନେ ଗାୟତ୍ରୀ ସମ୍ପର୍କେ ବେଶୀ କିଛି ଜାଣିବାକୁ ଚାହାନ୍ତି ସେଇ ବହିଟା ପଢିଲେ ତାହେଲେ ବହୁତ ଜିନିଷ ଜାଣିପାରିବେ। ଏ ଗାୟତ୍ରୀ ଜଣେ ବ୍ରାହ୍ମଣ ଦୀକ୍ଷା ପାଉଛନ୍ତି, ସେ ଗାୟତ୍ରୀ ମତେ ପାଠ କରୁଛନ୍ତି। ତ ବ୍ୟାପାର ହଉଛି ବର୍ତ୍ତମାନ ଶିଳ ଜୟପତି ସିଂହ ଗୁରୁ ମହାରାଜ କହୁଛନ୍ତି ଯେ ଗାୟତ୍ରୀ ଯୋଗ୍ୟ ନ ହେଇକି ନେବା ଦରକାର ନାହିଁ। ହରେ କୃଷ୍ଣ ମହାମନ୍ତ୍ର କଲେ ଭଗବତ ପ୍ରେମ ମିଳିବ। କାହିଁକି ନା ଯେତେକ ପୁରାଣ ପ୍ରମାଣ ଦେଖନା ନାମରେ ସମାନ ନାହିଁ। ଭଗବାନଙ୍କ ନାମ ସାଙ୍ଗରେ ଆଉ କିଛି ନାହିଁ। ନାମେ ରତି ହେଲେ ପ୍ରେମରେ ଉଦୟ, ପ୍ରେମତେ ହରିକେ ପାଏ। ନାମେ ଯଦି ଆମର ଆସକ୍ତି ହବ ତାହେଲେ ପ୍ରେମର ଉଦୟ ହବ, ପ୍ରେମର ଦ୍ୱାରା ଭଗବାନଙ୍କୁ ଆମେ ପାଇବା। ତ ବ୍ରାହ୍ମଣ ଦୀକ୍ଷା ଆମର ଇସ୍କନରେ ରହିଛି। ଆଗରୁ ବୈଷ୍ଣବ ସମାଜରେ এই ବ୍ରହ୍ମ ଗାୟତ୍ରୀଟା ନଥିଲା। ସେଟା ଭକ୍ତିସିଦ୍ଧାନ୍ତ ସରସ୍ୱତୀ ଠାକୁର ପ୍ରଭୁପାଦ ଆକୁ ଇଣ୍ଟ୍ରୋଡ୍ୟୁସ କରିଲେ। ଯେହେତୁ ଆମକୁ ପୂଜାରୀ ଦରକାର ମନ୍ଦିରରେ, ସେଥିପାଇଁ ତ ବ୍ୟାପାର ହଉଛି ସେଭଳିଆ ଯୋଗ୍ୟ ହବାକୁ ପଡିବ। କିନ୍ତୁ କଳିଯୁଗରେ ସେଭଳିଆ ଯୋଗ୍ୟ ବ୍ରାହ୍ମଣ ବି ନାହାନ୍ତି। ଯେଉଁମାନେ ବ୍ରାହ୍ମଣ ବୋଲି କହିକି ଗାୟତ୍ରୀ ସେମାନେ ଯୋଗ୍ୟ ବ୍ରାହ୍ମଣ ନବାର ଯୋଗ୍ୟ ବ୍ରାହ୍ମଣ ଘରେ ଜନ୍ମ ହୋଇଛନ୍ତି। କିନ୍ତୁ ସେଇଭଳିଆ ବ୍ରାହ୍ମଣର 9ଟା କଲି ଥିବା ଲୋକ ଆମେ କୋଉଠି ଖୋଜିକି ପାଇବା? ସେଇଭଳିଆ ଆମର ବୈଷ୍ଣବ ସମାଜରେ ବି ଇସ୍କନରେ ବି ସେଭଳିଆ ହଉଛି। ହଜାର ହଜାର ଲୋକ ବ୍ରାହ୍ମଣ ଦୀକ୍ଷା ନେଉଛନ୍ତି ଭକ୍ତି ଶାସ୍ତ୍ରୀ କରିକି, କିନ୍ତୁ ଆମର ଭିତରେ କି ସବୁ ଗୁଣ ରହିଛି? ହଁ, ଯେ 9ଟା ଗୁଣ ଗୀତାରେ ଭଗବାନ କହିଛନ୍ତି, ଭାଗବତରେ 12ଟା ଗୁଣ କଥା କହିଛନ୍ତି। ସେ ଗୁଣ ବେଶୀ ଆମ ଭିତରେ ନାହିଁ। ତେବେ ବି ଆମେ ପତିତ ହେଲେ ବି ଆମେ ଚେଷ୍ଟା କରୁଛୁ ଭଗବାନଙ୍କ ଶରଣରେ ଆଶ୍ରୟ ନେବା ପାଇଁ, ଭଗବାନଙ୍କ ନାମ କରିକି। ଆଉ କୁହାଉଛି ଭଗବାନଙ୍କ ନାମ କରିକି ଭଗବାନଙ୍କର ଭକ୍ତ ହେଲେ ଆଉ ସବୁ ପ୍ରକାର ସଦ୍ଗୁଣ ବୋଲି ତା ଭିତରେ ସେଇ ଆଶାରେ ଭଗବାନଙ୍କ ନାମ କରିବା ଏବଂ ଅ ଯୋଉ ସ୍ତରକୁ ଗଲେ ଯୋଗ୍ୟ ହବା ଗାୟତ୍ରୀ, ସେ ସମସ୍ତ ଗୁଡିକ ପାଳନ କରିବା ପାଇଁ ଯତପାରେ ନାସ୍ତେ ଆମେ ଚେଷ୍ଟା କରିବା। ଠିକ ଅଛି। ତ ବର୍ଷ ମଧ୍ୟରେ ମାର୍ଗଶୀର୍ଷର ମାସ ସର୍ବୋତ୍ତମ ମାସ ବୋଲି ବିବେଚିତ ହୁଏ। ଭାରତରେ ଏହି ସମୟରେ ଶସ୍ୟ ଅମଳ କରାଯାଏ। ଲୋକମାନେ ଏହି ସମୟରେ ବଡ ଆନନ୍ଦରେ କାଳ ଯାପନ କରନ୍ତି। ହଁ, ତ ଏଇଟା ହଉଛି ମାର୍ଗଶୀର ମାସ। ମାର୍ଗଶୀର ମାସଟା କଣ ହୁଏ ନା, ବର୍ଷା ଚାଲି ଯାଇଛି, କାର୍ତ୍ତିକ ମାସ ଚାଲି ଯାଇଛି। କାର୍ତ୍ତିକ ମାସରେ ଖାଇବାର ଖୁବ ରେଷ୍ଟ୍ରିକସନ। ଚତୁର୍ମାସ 4ଟା ମାସ ବର୍ଷା ସମୟରେ ବିଭିନ୍ନ ଜିନିଷ ଖାଇବନି, ଚତୁର୍ମାସ ବ୍ରତ କରିବ, ନୀତି ନିୟମରେ ରହିବ, ଏସବୁ ରହିଛି। ମାର୍ଗଶୀର ମାସଟା ଖାଇବା ମାସ। ଯେତେ ଖାଇବା ଲୋକ ସବୁ ମାର୍ଗଶୀରରେ ସବୁ ଉତ୍ସବ ଅନୁଷ୍ଠାନ ସବୁ ଏ ଡିସେମ୍ବର ଜାନୁଆରୀ ନା ପ୍ରଭୁପାଦ କହିଲେ ମାର୍ଗଶୀର ମାସ, ହଁ, ମାସ ଭିତରେ ମାର୍ଗଶୀର ମାସ ଡିସେମ୍ବର, ନଭେମ୍ବର, ଡିସେମ୍ବର, ହଁ, ଏଇ ମାସରେ ଏଟାକୁ ମାର୍ଗଶୀର ମାସ କୁହାଯାଏ। ତ ସେଇ ସମୟରେ ବିଭିନ୍ନ ପ୍ରକାର ଉତ୍ସବ ଅନୁଷ୍ଠାନ, ଖାଇବା ପିଇବା ଭଲ ହୁଏ। ଆଉ ସେଇ ସମୟରେ ଯେତେ ଖାଇଲେ ବି ଜୀର୍ଣ୍ଣ ଲାଗି ଭଲ ହୁଏ। ଖୁବ ସୁନ୍ଦର। ଆଉ ସେଇଟା ହଉଛି ଭଗବାନ କୃଷ୍ଣ ମାର୍ଗଶୀର ମାସ। ଅବଶ୍ୟ ବସନ୍ତ ଋତୁ ରହିଛି, ସେଟାକୁ ସମସ୍ତେ ଭଲ ପାଆନ୍ତି। କାହିଁକି ବସନ୍ତ ସମୟରେ ଅଧିକ ଗରମ, ଅଧିକ ଶୀତ ଅନୁଭୂତ ହୁଏନି। ଏହି ସମୟରେ ବୃକ୍ଷଲତା ପଲ୍ଲବିତ ହୁଅନ୍ତି, ଫଲ ଫୁଲରେ ଭରିଯାଆନ୍ତି। ସେଥିପାଇଁ କୁସୁମିତ କୁହାଗଲା। ଏଇ ବସନ୍ତ ଋତୁକୁ କୁସୁମିତ କୁହାଯାଉଛି। ବସନ୍ତ ଋତୁରେ ଶ୍ରୀକୃଷ୍ଣଙ୍କ ଲୀଳା ସ୍ମରଣ କରି କେତେକ ଉତ୍ସବ ମଧ୍ୟ ପାଳନ କରାଯାଏ। ସେଥିପାଇଁ ବସନ୍ତ ଋତୁରେ ଆମର ଗୌର ପୂର୍ଣ୍ଣିମା ରହିଛି ସେତିକିବେଳେ। ସେଥିପାଇଁ ଋତୁମାନଙ୍କ ମଧ୍ୟରେ ଏହି ଋତୁ ଅତ୍ୟନ୍ତ ଆମୋଦଦାୟକ ବୋଲି ବିବେଚିତ ହୁଏ ଏବଂ ଏହା ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରତିନିଧିତ୍ୱ କରେ। ତ ଭଗବାନ ସବୁ ଭଲ ବି, ସେ ଆଉ ମନ୍ଦ ବି ତାଙ୍କ ଠାରୁ ଆସିଛି। ଏ 36 ନମ୍ବର ଶ୍ଲୋକରେ ସେ କହୁଛନ୍ତି,
द्यूतं छलयतम् अस्मि तेजस्विनामहम् जयस्मि व्यवसायस्मि सत्यम सत्यवतामहम् द्यूतम जुआ खेल छलयताम छलनकारी ମାନଙ୍କ ମଧ୍ୟରେ अस्मि तेज तेज ମାନେ ତେଜस्वी ନାଂ ତେଜସ୍वी ମାନଙ୍କ ମଧ୍ୟରେ ମୁଁ ଜୟ अस्मि ବ୍ୟବସାୟ ବ୍ୟବ ବ୍ୟବସାୟ ସାହସିକ କାର୍ଯ୍ୟରେ ଜୟ ଲାଭ କରିବା ତେଜ ମୁଁ ସତ୍ୱମ ମାନେ ବଳ ଏଠି ସତ୍ୱ ମାନେ ସତ୍ୱ ଗୁଣ ନୁହଁ। ସତ୍ୟମ ସତ୍ୟବତାମହମ୍ ବଳ ମାନଙ୍କ ମଧ୍ୟରେ ମୁଁ ହଉଛି ବଳ କହିଲେ ଛଳନାକାଳୀ ମାନଙ୍କ ମଧ୍ୟରେ ହଁ ମୁଁ ହଉଛି ଜୁଆ ଖେଳ ଜୁଆ ଖେଳ ତ ଚିଟିଂ ଯେତେ ପ୍ରକାର ଚିଟିଂ ବିଜନେସ ରହିଛି ତା ଭିତରେ ମୁଁ ହଉଛି ଜୁଆ ଖେଳ ହୁଁ, ତା ଜୁଆ ଖେଳ ଭଗବାନ ବି ଛଳନାକାରୀ ନା ସେ ଯଦି ଛଳନାକାରୀ ନ হবে ଆମ ଭଳିଆ ଛଳନାକାରୀ ଆମକୁ ଟାଇଟ୍ ଦେବେ କେମିତିକା ସେଇଥିପାଇଁ କି ସେ ଛଳନାକାଳୀ ଭିତରେ ଜୁଆ ଖେଳ ହଉଛନ୍ତି ଭଗବାନ ତେଜସ୍वी ମାନଙ୍କ ଭିତରେ ତେଜ ହଉଛି ଭଗବାନ ତା ତେଜ ଅନୁଯାୟୀ ତେଜ ରହିଛି ସେଇଟା ଭଗବାନ ଆଉ ଯଦି ଦୁଃସାହସ କାର୍ଯ୍ୟ କରି ବିଜୟ ଲାଭ କରିଲା ତ ସେଟା ଭଗବାନ ବଳବାନ ମାନଙ୍କର ବଳ ହଉଛନ୍ତି ଭଗବାନ ପ୍ରତିନିଧିତ୍ୱ ସେ କରୁଛି ବ୍ରହ୍ମାଣ୍ଡରେ ଅନେକ ପ୍ରକାର ଠକ ବା ଛଳନାକାରୀ ଅଛନ୍ତି ହୁଁ, ବିଭିନ୍ନ ପ୍ରକାର ଚିଟିଂ ଛଳନା ମାନେ ଚିଟିଂ କରିବା ଠକିବା ଚିଟିଂ କରିବା ପ୍ରଭୁପାଦ କହୁଛନ୍ତି ପୃଥିବୀଟା ଭରପୁର କୋଉଥିରେ ନା ଚିଟର୍ସ ଆଣ୍ଡ ଚିଟେଡ ଆମେ ଯେ ଚିଟିଂ କରୁଛେ କାହାକୁ ଠକୁଛେ ତା ନୁହଁ ନିଜେ ବି ଠକୁଛେ କାରଣ ଜଗତଟା ସେଇଭଳିଆ ଜଗତରେ ଭଗବାନ ଠକିଛି ଆମେ ଆମେ ସମସ୍ତେ ଠକିଛେ ଏ ଜଗତକୁ ଆସିବାଟା ତ ଠକାମିର ନା ଆମେ ସେ ଠକିଛେ ଆରେ ୟା ଭିତରେ ଯୋଉମାନେ ରହୁଛେ ମୁଁ ତ ଭାବୁଛି ମୁଁ ତ ଠକିଦେଲି କିନ୍ତୁ ମୁଁ ବି ନିଜେ ଠକୁଛି ଏ ଜାଣିବାକୁ ପଡିବ ତ ଭଗବାନ କହୁଛନ୍ତି ଯେ ଏଇ ଯେ ଜୁଆ ଖେଳ ଏ ଠକାମି କ୍ରିୟା ମାନଙ୍କ ମଧ୍ୟରେ ଜୁଆ ଖେଳ ହଉଛି ପ୍ରଧାନ ସେଥିପାଇଁ ତାହା କୃଷ୍ଣଙ୍କର ପ୍ରତିନିଧିତ୍ୱ କରେ ହୁଁ। ପରମ ପୁରୁଷ ହିସାବରେ କୃଷ୍ଣ ଯେକୌଣସି ସାଧାରଣ ମାନବ ଅପେକ୍ଷା ଅଧିକ ଧୃତ ସେ ପରମ ସବୁଥିରେ ବି ପରମ ଧୃତ ବି ପରମ ହଁ। ପରମ ପୁରୁଷ ମାନେ ଧୃତ ଟି ପରମ ସିଏ ଯଦି ଶ୍ରୀକୃଷ୍ଣ ବ୍ୟକ୍ତି ଠକିବାକୁ ଇଚ୍ଛା କରନ୍ତି ପାରିବେନି ହଁ ଆମେ ଚେଷ୍ଟା କରୁଛେ ଅନ୍ୟକୁ ଠକିବା ପାଇଁ କି ଆମେ ଚେଷ୍ଟା କରୁଛେ କୃଷ୍ଣଙ୍କୁ ଠକିବା ପାଇଁ କି ଲୋକମାନେ ଚେଷ୍ଟା କରୁଛନ୍ତି କୃଷ୍ଣଙ୍କୁ ଅନେକ ଟଙ୍କା ପଇସା ଭଗବାନ ଦେବେ ତାକୁ ଘର ବାଡି କରି ପୁଅ ଝିଅ ନେଇକି ଆନନ୍ଦରେ ରହିବା ଆଉ କୃଷ୍ଣ ଭଗବାନ ବଗଲରେ ମୂଲ୍ୟ ନୋଟ 1 ଟଙ୍କା ଦକ୍ଷିଣା ଦେଇକି ଆସିବା କୃଷ୍ଣ ହସୁଛନ୍ତି ଓ ତୁ ସବୁ ଜମିକି ରଖୁଛୁ ହଁ ମୁଁ ତତେ ଏତେ ଦେଲି ତୁ ଠକୁଛୁ ଠିକ ଅଛି ଦିନେ ଆସିବୁ ତୁ ବି ଠକିବୁ ମୁଁ ଯିବି ତୋ ପାଖରେ ମୃତ୍ୟୁ ସର୍ବହାରଶ୍ଚ ତ ଭଗବାନଙ୍କୁ କେହି ଠକି ପାରିବେନି ସେଥିପାଇଁ ଆମେ ଭଗବାନ ପାଖରେ ଆତ୍ମସମର୍ପଣ କରିବା ଦରକାର ଆମେ ମହାନ ପତିତ ମହାନ ପାପୀ ବିଭିନ୍ନ ପ୍ରକାର ଅସତ୍ ଗୁଣ ଭିତରେ ଆମ ଭିତରେ ଭର୍ତ୍ତି ରହିଛି ତ ଆମର କୋଉଥର ଅହଙ୍କାର ହବାର ରହିଛି ଆମର ଅହଙ୍କାର କରିବାର କିଛି ନାହିଁ ଏଇ ସମସ୍ତ ଅହଙ୍କାର ଗୁଡା ଦୂରୀଭୂତ ହବ ଯଦି ଆମେ ନିଜକୁ ଟିକେ ଦେଖିବା ଯେ ଆମ ଭିତରେ କେତେ ପ୍ରକାରର ସବୁ ଗଳତ ରହିଛି ତାହେଲେ ଏଇ ସମସ୍ତ ପ୍ରକାରର ପାପରୁ ଉଦ୍ଧାର ପାଇବା ଏକମାତ୍ର ଉପାୟ ହଉଛି କଣ ନା ଭଗବାନଙ୍କର ଆଶ୍ରୟ ନେବା ଅହଂ ତମ ସର୍ବ ପାପେ ଭୌମୁଖ ମାସଚ ଭଗବାନ କହିଛନ୍ତି ତାଙ୍କ ଘର ଆଶ୍ରୟ ନବା ପ୍ରାର୍ଥନା କରିବା ପ୍ରଭୁ ମୋର ସମସ୍ତ କୁକର୍ମ ପାଇଁ ମତେ କ୍ଷମା କର ଆଉ ଆପଣଙ୍କ ଚରଣରେ ମତେ ଆଶ୍ରୟ ରଖ ବାସ୍ ଏଇ ଟିକେ କହିଲେ ଭଗବାନ ଖୁସି ହେବେ ସେଠିକି ବି ଆମର କହୁନି ସେଠିକି ବି ରାଜି ହଉନି ଭଗବାନଙ୍କ ପାଖରେ କହିବା ପାଇଁ କି ଯେ ମୁଁ ପତିତ ମୁଁ ପାମର ମତେ ଆପଣ କ୍ଷମା କରିକି ଆପଣଙ୍କ ଚରଣରେ ରଖନ୍ତୁ ଏଇଟା ଯଦି ଲୋକମାନେ କହିବେ
ଆମମାନେ କହିବା ତାହେଲେ ଭଗବାନ ଏତେ କୃପାଳୁ। ହଁ, ଭଗବାନ କହୁଛନ୍ତି ଥରୁଟେ ଯଦି କିଏ କହିବ ଯେ ପ୍ରଭୁ ମୁଁ ଆପଣଙ୍କର, ବାସ୍ ହୃଦୟରୁ କହିବାକୁ ପଡିବ। ଏଇ ତୋତା ପକ୍ଷୀ, ଶୁଆ ପକ୍ଷୀ ଭଳିଆ କହିଲେ ହବନି, ହୃଦୟରୁ ବୁଝି କହିବାକୁ ପଡିବ ଯେ ପ୍ରଭୁ ମୁଁ ଆପଣଙ୍କର। ପ୍ରଭୁ କହୁଛନ୍ତି ମୁଁ ତାହେଲେ ତାକୁ କେବେ ଛାଡିବେନି, ସବୁବେଳେ ତାକୁ ମୁଁ ତା ଆଶ୍ରୟରେ ରଖେ। ବୁଝିପାରିଲେ? ତର ତ ଭଗବାନଙ୍କୁ ଠକିବାରେ କେହି ବଳି ପାରିବେନି। ତାଙ୍କର ମହାନତା ଏକଦେଶ ଦର୍ଶୀ ରୁହେ, ତା ସର୍ବଦେଶ ଦର୍ଶୀ, ଅର୍ଥାତ୍ ସେ ସବୁ ଦିଗରେ ମହାନ। ହୁଁ, ତାଙ୍କଠୁ ଆଲୋକ ଆସୁଛି, ତାଙ୍କଠୁ ଅନ୍ଧକାର ଆସୁଛି, ସତ୍ ଅସତ୍ ସବୁ କିଛି ଭଗବାନ ଠାରୁ ଆସୁଛି। ବୁଝିପାରିଲେ କି? ଅହମ୍ ସର୍ବସ୍ୱ ପ୍ରଭବ ମତ ସର୍ବଂ ପ୍ରବର୍ତ୍ତତେ। କିନ୍ତୁ ଭଲ ମନ୍ଦ ସବୁ ଭଗବାନଠୁ ଆସୁଛି, କିନ୍ତୁ ଭଲ ମନ୍ଦ ତାଙ୍କ ପାଖରେ ଭଲ ଫଳ ଖରାପ ମନ୍ଦ ଫଳ ଦିଏନି। ଭଲଟା ଭଲ ମନ୍ଦଟା ଭଲ, ସେଠି ସବୁ ଭଲ। କିନ୍ତୁ ଯେହେତୁ ତାଙ୍କର ସମସ୍ତ କାର୍ଯ୍ୟକଳାପର ପ୍ରତିଫଳନ ହଉଛି ଜଳ ଜଗତଟା, କି ପ୍ରତିଫଳନ ନା ବିକୃତ ପ୍ରତିଫଳନ। ତ ଭଗବାନଙ୍କ ଧାମରେ ଯାହା ହଉଛି ଏଠି ବି ସେୟା ହବ। ହଁ, ସେଠି ଯାହା ନାହିଁ ଏଠି ତାହା ନାହିଁ, ଏଠି ଅଲଗା କିଛି ନାହିଁ। କିନ୍ତୁ ସେଠି ଯାହା ଅଛି ସେଟା ନିତ୍ୟ ସତ୍ୟ, ପରମ ସତ୍ୟ। ଯେଠି ସେଟା ସେଭଳିଆ ନୁହଁ। ତ ଭଗବାନଙ୍କର ଠକିଲେ ଆମେ ଠକିବା, ଭଗବାନ ଏଇଟା କଲେ ଆମେ ବି ଧୃତ, ଆମେ ବି ଧୃତ ହବା, ଏଇଭଳିଆ ବୁଝେଇଲେ ହବାନି। ବୁଝିପାରିଲେ? ବିଜୟୀ ମାନଙ୍କ ମଧ୍ୟରେ ସେ ବିଜୟୀ, ବିଜୟ କୌଣସି ବ୍ୟକ୍ତି ବିଜୟ ଲାଭ କରିଲା କ୍ରିକେଟ ଖେଳ ବା କିଛି, ସିଏ ଏକଦମ କେତେ ଛାତି ଫୁଲି ଏତେ କଣ ସାରା ବିଶ୍ଵରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଜାଣନ୍ତି ଚିହ୍ନନ୍ତି, ସେମାନେ କହୁଥିବେ ଓଃ ମୁଁ ବିଜୟ ହେଲି। ଭଗବାନ ନାଁରେ ବାବା, ଏଇ ବିଜୟଟା ବି ମୁଁ କୃଷ୍ଣ। ଯେତେବେଳେ ମଣିଷ କୋଉଥିରେ ବିଜୟ ଲାଭ କରିବ, ସେ ଅନୁଭବ କରିବା ଉଚିତ ମୋର ବିଜୟଟା ହିଁ କୃଷ୍ଣ। ସେ ବିଜୟ, ସେଇ ବିଜୟ ତାହେଲେ କଣ ହବ? ତାହେଲେ ସବୁବେଳେ ପାଇଁ ସେ ବିଜୟ ଟା ତାଙ୍କୁ, ସେ ବିଜୟ ମୁଁ ବିଜୟ ହେଲି ଯେ ଅହଙ୍କାର ଟା ତାଙ୍କର ରହିବନି। ସେ ବିଜୟ ଟା ତାକୁ ପରମ ବିଜୟ କରିବ। ଯୋଉଥିରେ ବିଜୟ ଲାଭ କରୁଛେ ଆଉ କ୍ରେଡିଟ ଦବା ଭଗବାନଙ୍କୁ, କାରଣ ବିଜୟ ଭଗବାନ କହୁଛନ୍ତି ମୁଁ ହଉଛି ବିଜୟ। ତେଜସ୍ୱୀ ମାନଙ୍କର ତେଜଟା ହଉଛି ମୁଁ, ସେ ତେଜସ୍ୱୀ ମାନଙ୍କର ତେଜ ଅଟନ୍ତି। ହଁ, ଏଇ ଯେତେ ଗୁଡେ କଥା ଭଗବାନ କହିଛନ୍ତି, ଏଗୁଡିକ ଆମେ ସବୁ ମନେ ରଖିବାକୁ ପଡିବ, ଅନୁଧାବନ କରିବାକୁ ପଡିବ। ଆମ ଜୀବନରେ ଯେତେବେଳେ ଗୋଟେ ପାଏ, ଆଉ ସେତେବେଳେ ଭଗବାନଙ୍କୁ ସହଜରେ ଭୁଲିଯାଏ। ଆମ ଜୀବନରେ ଭଲ ଅଛି ମନ୍ଦ ଅଛି, ଭଲ ଭଗବାନ କହିଲେ ମନ୍ଦ ହେଲେ ବି ମୁଁ, ଭଲ ହେଲେ ବି ମୁଁ। ଜୀବନରେ ଭଲ ହଉ ମନ୍ଦ ହଉ ଭଗବାନଙ୍କୁ ସ୍ମରଣ କରିବା, ଭଗବାନଙ୍କୁ ଯେମିତି ମନେ ପକେଇଦବା ଆମ ସହିତ। ସେ କଥାଟା ଏଠି ଭଗବାନ କେତେ ସୁନ୍ଦର ଭାବେ ବତେଇଲେ, ଏ ସବୁଥିର ମୂଳ ଜିନିଷଟା ହଉଛି ମୁଁ। ଯାହା ଯାହା ଭଗବାନ କହିଲେ, ହଁ, ଯୋଉମାନେ କୃଷ୍ଣଙ୍କୁ ମାନୁନାହାନ୍ତି, କୃଷ୍ଣଙ୍କ ପ୍ରତି ଭକ୍ତି ନାହିଁ, କିନ୍ତୁ ଏଗୁଡାକର ତ ସମ୍ମୁଖୀନ ହଉଛନ୍ତି। ଏଇ ଯାହା କହିଲେ କୃଷ୍ଣ କହୁଛନ୍ତି, ଏ ଋତୁଠୁ ଆରମ୍ଭ କି ମାସଠୁ ଆରମ୍ଭ କରିକି ସବୁ ଭଲ ମନ୍ଦ ଯାହା, ତାର ମଧ୍ୟରେ ତ ଲୋକମାନେ ଭଗବାନଙ୍କୁ ଅନୁଭବ କରିଲେ হয়। ଯୋଉମାନେ କୃଷ୍ଣକୁ ମାନନ୍ତିନି ସେମାନେ ଏଇ ଭାବେ ଅନୁଭବ କରିପାରନ୍ତି, ଆଉ ଯୋଉମାନେ କୃଷ୍ଣଙ୍କୁ ମାନନ୍ତି ସେମାନେ ତ କୃଷ୍ଣଙ୍କ ବିଗ୍ରହକୁ ପୂଜା କରନ୍ତି, ତା ଛଡା ଏଗୁଡାକ ବି ସେ ଅଟୋମେଟିକଲି ତାଙ୍କ ଭିତରେ ରହିଛି। ସ୍ଥାବର ଦଙ୍ଗମ ଦେଖେ, ନା ଦେଖେ ତାର ମୂର୍ତ୍ତି ସର୍ବତ୍ର হয় ତାର ଇଷ୍ଟ ଦେବ ସ୍ଫୂର୍ତ୍ତି। ସେ ହଉଛନ୍ତି ତେଜିଆନ ମାନଙ୍କର ତେଜ। ସାହସୀ ସାହସୀ ଶିଳ୍ପପତି ମାନଙ୍କ ମଧ୍ୟରେ ସେ ସବୁଠାରୁ ଅଧିକ ସାହସୀ ଅଟନ୍ତି। ସାହସୀ ଯୋଦ୍ଧା ମାନଙ୍କ ମଧ୍ୟରେ ସେ ଅତ୍ୟନ୍ତ ଦୁଃସାହସିକ ଅଟନ୍ତି। ଏ ଯେ ସାହସୀ, ସାହସ କରିକି କିଏ ବିଜନେସ କରୁଛି, ସାହସ କରିକି ଯୁଦ୍ଧ କରୁଛି, ଯୋଉ ସାହସ କରି କିଛି କରୁଛନ୍ତି, ସେଇଟା ହଉଛି ଭଗବାନ କୃଷ୍ଣ ସାହସ। ବଳବାନଙ୍କ ମଧ୍ୟରେ ସର୍ବପକ୍ଷେ ଅଧିକ ବଳବାନ ହଉଛନ୍ତି କୃଷ୍ଣ। କୃଷ୍ଣ ଯେତେବେଳେ ଏଇ ଧରାଧାମରେ ଉପସ୍ଥିତ ଥିଲେ, କେହି ତାଙ୍କୁ ବଳରେ ବଳି ପାରିଲେନି।
କିନ୍ତୁ ବାଲ୍ୟାବସ୍ଥାରେ ସେ ଗୋବର୍ଦ୍ଧନ ପର୍ବତକୁ ଉତ୍ତୋଳନ କରିଦେଲେ। କିଏ ପାରିବ ଆଜିକାଲି? ହେଇପାରିବ। ଠକାମି କ୍ରିୟାରେ ମଧ୍ୟ କେହି ତାଙ୍କୁ ବଳି ପାରିବେନି। ତେଜରେ ମଧ୍ୟ କେହି ତାଙ୍କୁ ବଳି ପାରିବେ ନାହିଁ। ବିଜୟ ହାସଲ କରିବାରେ କେହି ତାଙ୍କୁ ବଳି ପାରିବେନି। ଏଠି କୁହାହଉଛି ଏଇ ଶକ୍ତି ବଳ ଏଥିରେ ସେ ଶ୍ରେଷ୍ଠ। ଆଉ ସାଧାରଣ ଜୀବନରେ ମଧ୍ୟ ଯେ ଗୋଟେ ଦେଖାଯାଏ ସେଟା ହଉଛି ଭଗବାନଙ୍କ ପ୍ରତିନିଧିତ୍ୱ କରୁଛି। ସାହସିକ କାର୍ଯ୍ୟରେ କେହି ତାଙ୍କୁ ବଳି ପାରିବେନି। ବଳର ମଧ୍ୟରେ କେହି ତାଙ୍କୁ ବଳି ପାରିବେ ନାହିଁ। ତାଙ୍କର ବିଭୂତି ତ ଶେଷ ହଉନି। ଭଗବାନ କହିଲେ ମୁଁ ଅଳ୍ପ କରି କହିଦେବି, ମୋର ତ ଅନନ୍ତ ବିଭୂତି। କେତେ କହିବି, ଅଳ୍ପ କରି କହିଦେବି। ଅଳ୍ପ ବି ଶେଷ ହଉନି। ହଁ। ଆଜି ପଢିଲେ ଦ୍ୟୁତଂ ଛଲ ଏତାମ୍ ଅସ୍ମି ତେଜ ତେଜସ୍ୱୀ ନାମହମ୍ ଜୟସ୍ମି ବ୍ୟବସାୟସ୍ମି ସତ୍ୟମ୍ ସତ୍ୟବତାମହମ୍। କାଲି ପଢିବା 37। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। तो कि मंजुता प्रदीप। ଆଜ୍ଞା ହରେ କୃଷ୍ଣ ଭାଇ ପ୍ରଣାମ। ମହାରାଜ ଏଇ ଗୋଟେ ଉଁ, ଯୋଉଠି ପଢିଥିଲି ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ଶ୍ରେଷ୍ଠ, ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ। ଏଥିରେ ମାର୍ଗଶିର ମାସ କଣ କହିଲେ ମହାରାଜ? ବୁଝିପାରିଲେନି। କୋଉଠି ପଢିଥିଲ ଗୀତାରେ? ନାଇଁ ନାଇଁ, ଆଉ କୋଉ ଏମିତି ବହିଟାରେ ଗୋଟେ ପଢିଥିଲି। ବ୍ରତ ମଧ୍ୟରେ କାର୍ତ୍ତିକ ବ୍ରତ ଶ୍ରେଷ୍ଠ, ଆଉ ମାସ ମଧ୍ୟରେ ସରି, ବ୍ରତ ମଧ୍ୟରେ ଏକାଦଶୀ ବ୍ରତ ଶ୍ରେଷ୍ଠ, ମାସ ମଧ୍ୟରେ କାର୍ତ୍ତିକ ମାସ ଶ୍ରେଷ୍ଠ। ତ ଏଠି ପ୍ରଭୁପାଦ ଏଥିରେ ବର୍ଣ୍ଣନା କରିଛନ୍ତି ମାସ ମଧ୍ୟରେ ଇଏ, ସେଟା କଣ ବୁଝିପାରିଲେନି ମହାରାଜ? ସେ ତଫାତ୍ ତ ଏଇଟା କଣ ମହାରାଜ? ହେଇଥିବ ଯେ- ଆଜ୍ଞା ଏଇଟା ହେଇଥିବ ସେ ମାସ ଭିତରେ କାର୍ତ୍ତିକ ମାସ ଶ୍ରେଷ୍ଠ। ଶ୍ରେଷ୍ଠ ହଉ। ଆଜ୍ଞା କିନ୍ତୁ ଏଠି ମାସ ଭିତରେ ମାର୍ଗଶିର ମାସଟା ହଉଛି ମୁଁ। ଆଜ୍ଞା ବୁଝିଲ? ହଁ। ଆଜ୍ଞା ମୋର ମାର୍ଗଶିର ମାସ ମତେ ପ୍ରତିନିଧିତ୍ୱ କରୁଛି। ହଁ। ଏକାଦଶୀ ବ୍ରତଟା ଶ୍ରେଷ୍ଠ। ଆଜ୍ଞା ବ୍ରତ ଭିତରେ ଏକାଦଶୀ ବ୍ରତ ଶ୍ରେଷ୍ଠ। କିନ୍ତୁ ଏଇଟା ହଉଛି ମାର୍ଗଶିର ମାସଟା ହଉଛି ମୁଁ। ବସନ୍ତ ଆଜ୍ଞା ଋତୁ ହଉଛି ମୁଁ। ତା ଛଡା ପୁରାଣରେ ପଢିଲେ ବୈଶାଖ ମାସ ବି କହନ୍ତି, ବୈଶାଖ ମାସ ଶ୍ରେଷ୍ଠ। କାର୍ତ୍ତିକ ଆଜ୍ଞା ଶ୍ରେଷ୍ଠ। ମାର୍ଗଶିର ଶ୍ରେଷ୍ଠ। ତ ଗୁରୁ ମହାରାଜ କହୁଛନ୍ତି ଭକ୍ତ ମାନଙ୍କ ପାଇଁ ସବୁ ମାସ ଶ୍ରେଷ୍ଠ। କାହିଁକି ଆଜ୍ଞା ନା ଭକ୍ତମାନେ ଏଇ ମାର୍ଗଶିର ମାସ ଶ୍ରେଷ୍ଠ, କାର୍ତ୍ତିକ ମାସଟା ଶ୍ରେଷ୍ଠ। ସକାଳୁ ଉଠିକି ସ୍ନାନ କର। କାର୍ତ୍ତିକ ମାସରେ ମାଛଟା ଖାଇବନି। କିଛି ଲୋକମାନେ ତା ପଛରେ ପଡିଛନ୍ତି, ଓ କାର୍ତ୍ତିକ ମାସ ଗୋଟେ ମାସଟା କରେ। କିନ୍ତୁ ଭକ୍ତମାନେ ତ ସାରା ବର୍ଷଟା କାର୍ତ୍ତିକ ମାସ। ଆଜ୍ଞା ସାରା ବର୍ଷ ସକାଳୁ ଉଠିବେ, ସାରା ବର୍ଷ ତ ନିରାମିଷ ଖାଇବେ। ତ ଗୁରୁ ମହାରାଜ କହୁଛନ୍ତି ପୁରାଣରେ ବିଭିନ୍ନ ମାସ ସମ୍ପର୍କ ଉତ୍ସାହ ଦେବା ପାଇଁ କି ଲୋକଙ୍କୁ, ସାଧାରଣ ଲୋକମାନଙ୍କ ପାଇଁ କୁହାଯାଇଛି। କିନ୍ତୁ ଭକ୍ତମାନଙ୍କ ପାଇଁ ସବୁ ମାସ ହିଁ ଶ୍ରେଷ୍ଠ। ହଁ, ହରେ କୃଷ୍ଣ। ଠିକ ଆଉ ଅଛି। ବୃହସ୍ଥାମ ମାନେ କଣ ମୁଁ ମହାରାଜ? ସେଟା ବୁଝିପାରିଲିନି। ହଁ, ଯୋଉ ପ୍ରଥମ ଶ୍ଲୋକରେ 35 ଶ୍ଲୋକରେ କହିଲେ ଏଇଟା ବୃହସ୍ଥାମ, ତ ସେଟା କଣ ଗୋଟେ ଗୀତ ନା ଗାଏ, ମାନେ ସେଟା କଣ? ବୁଝିପାରିଲିନି ସେଟା। ସ୍ୱର ଗୋଟେ ଗୀତ, ଗୋଟେ ଛନ୍ଦ। ବୃହତ୍ ସାମ, ବୃହତ୍ ସାମ ହଉଛି ସାମବେଦର ଗୋଟେ ସଙ୍ଗୀତ। ତାକୁ ଆଜ୍ଞା ବୃହତ୍ ସାମ, ସାମବେଦର ସଙ୍ଗୀତ ହେଲେ ପ୍ରଭୁପାଦ ସେଠି କହିଛନ୍ତି। ଠିକ ଅଛି। ଆଜ୍ଞା ଆଜ୍ଞା। ଓକେ। ଆଉ ଯୋଉମାନେ ଯୋଉ ଛଳନାକାରୀ ଯୋଉ ଅଛି, ଏଥିରେ ଖାଲି ଜୁଆ ଖେଳ ଛଳନାକାରୀ, ନା ଏମିତି ଯିଏ ଉନ୍ନତ ସ୍ତର ଥିବ ତା ପଛରେ ଯୋଉମାନେ କହୁଛନ୍ତି କି କଣ, ସେମାନେ ବି ତ ଛଳନାକାରୀରେ ଯିବେ ନା? ସେମାନଙ୍କୁ ଆମେ ଉତ୍ତର ଦବା ଠିକ ହବ, ନା ଚୁପ୍ ରହିବା ଠିକ ହବ? ସମସ୍ତ ବିଭିନ୍ନ ପ୍ରକାର ଛଳନାକାରୀ, ମାନେ ଛଳନା ମାନେ ଠକିବା। ଆଜ୍ଞା। କାହାକୁ ଠକିବା। 5 ଟଙ୍କାର ଜିନିଷକୁ 10 ଟଙ୍କାରେ ବିକ୍ରି କରିବା। ଛଳନା କରି ବିଭିନ୍ନ ପ୍ରକାର ଛଳନା ଅଛି।
ତା ଭିତରେ ଦ୍ୱିତୀୟ କ୍ରୀଡ଼ା ହଉଛି ଭଗବାନଙ୍କର ପ୍ରତିନିଧି ମାନେ ଶ୍ରେଷ୍ଠ। ଦ୍ୱିତୀୟ କ୍ରୀଡ଼ା ହଉଛି ମୁଁ। ବୁଝିପାରିଲେ? ଏ କାହାକୁ ଠକିବା ପାଇଁ କି ଚେଷ୍ଟା କରିବାଟା ଆମର ଠିକ ନୁହଁ। ମଙ୍ଗଲମୟ ପ୍ରଭୁ। महाराज श्री चरण दंडवत प्रणाम। মহারাজ শ্রীমৎ ভগবত গীতাতে ব্রাহ্মণের 9টা গুণ বলা হলো, আর ভাগবতমে 12টা বলা হলো। ওটা কোথায়, কোন শ্লোক মহারাজ? জানি না ওটা মহারাজ। কোন শ্লোক আমিও জানি না, কিন্তু ভাটা হলো তা আপনি এটা পড়তে পারেন। প্রহ্লাদ মহারাজের সে সপ্তম অধ্যায় শেষের দিকে সভ্য মানব সমাজ, বর্ণাশ্রম ধর্ম এসব বর্ণনা করা হয়েছে, তার মধ্যে এটা আপনি পাবেন। বুঝতে পারছেন? হুম, হুম। এই বর্ণাশ্রম সম্পর্কে বলা হয়েছে সপ্তম স্কন্ধের শেষের দিকে, তার থেকে পাবেন। আর ওই যে শ্লোকটা রয়েছে ঠিক মহারাজ, আছে। ওই যে তিতিক মহারাজ, ওই যে শ্লোকটা রয়েছে, মহারাজ ওই যে শ্লোকটা রয়েছে, তিতিক্ষব কারণিকা শহীদ সর্বদেহে নাম অজাত শত্রু বসন্ত সাধব সাধব ভূষণা। এটা আহ সাধুর লক্ষণ বা গুণ নাকি মহারাজ ওটা? হ্যাঁ। ঠিক আছে আর মহারাজ, কিছু বলার প্রণাম। আছে আপনার? না, প্রণাম মহারাজ, হরে কৃষ্ণ। और कुछ तुम्हारे